ଭାଇ ଜୀବନର ରାସ୍ତା ନା ବହୁତ ଅନେକ ଲମ୍ବା। ଯେତେ ବାଟ ଆଖି ବଢ଼େଇବ ନା ଆଖି ସେ ପାଇବନି। ଆଉ ସେଇ ରାସ୍ତାରେ ଅନେକ ଲୋକ ମିଳିବେ, ତୁମକୁ ଆଡ଼ଭାଇସ୍ ଦେବେ। କ'ଣ ଜାଣିଛନ୍ତି? ଆରେ ତୁ ଏ ରାସ୍ତା କାହିଁ ବାଛୁନୁ, ତୁ ସେ ରାସ୍ତାକୁ କାହିଁ ବାଛିବୁ? ସେ ରାସ୍ତା ଖରାପ। ହେଲେ ନା କାହା କଥା ଶୁଣିବା ଦରକାର ନାହିଁ। କାହିଁକି ନା ତମେ ଯାହା କଥା ଶୁଣିବ ସିଏ ତମକୁ ଭୁଲ ରାସ୍ତା ଦେବ। ଆଉ ଏଇ କଥା ମନେ ରଖିଥିବ, ତମର ମନ ଯେଉଁଠି ରାସ୍ତା ହଉ, ଯେଉଁ ରାସ୍ତା ହଉ, ଯେମିତି ହଉ, ଯେ ଚାହୁଁଥିବ ସେଇ ରାସ୍ତାରେ ଯାଅ। କାହିଁକି ଜାଣିଛନ୍ତି? କେବେ ନା ନିଜ ମନ ଭର୍ତ୍ତିରେ ଯିବ, ଠିକ୍ ଅଛି କିଛି ନାହିଁ। ଆଉ ହଁ, ଏତିକି ମାନିବ ବାପା ମା ଯେଉଁଟା କହିବେ ସେଇଟା ଠିକ୍। କାହିଁକିନା ଦୁନିଆରେ ତାଙ୍କ ଭଳି ଲୋକ କେଉଁଠି ବି ପାଇବନି। ତମେ ଯେତେ ଯାହା କର, ଯାହା ଯେଉଁଠି ଭୁଲ କରିକି ଆସ, କିଛି ଯାଏ ଆସେ ନାହିଁ ତାଙ୍କର। ପୁଅ କହିକି ଆଦୁରେଇ ନେବେ ଭାଇ। ଯେଉଁ ଆଡ଼ଭାଇସ୍ ଦେଉଛନ୍ତି ଲୋକ ନା, ସେମାନେ ଆଦୁରିବେନି, ଯାଉନୁ। ଆଉ ଯେଉଁ ମଣିଷର ଧୂଳି ମାଟି କାମ କରୁଛ, ଧୂଳି ମାଟି କାମ କରୁଛି, ତା ସହିତ କ'ଣ ମିଶିବା ଇଏ କରିବା? ଯେଉଁ ଲୋକ କହୁଥିବେ ଦିନ ଆସିବ, ସେଇ ଲୋକ ତମକୁ ସେ କହିବ ଯେ ନାଇଁ ଇଏ ଠିକ୍ ରାସ୍ତା ଶୁଣୁଥିଲା, ଆମେ ଭୁଲ ରାସ୍ତା ତାକୁ କହୁଥିଲୁ। କାହିଁକିନା ମୁଁ ସେଥିପାଇଁ କହୁଛି, ଆମେ ଗରିବ ହୋଇକି ଜନ୍ମ ହେଇଛେ ସତ, କିନ୍ତୁ ତା କଥା ଶୁଣିକିନା ଆମେ ସେ ରାସ୍ତାରେ ଯାଇ ବଲ୍ଲଭୀ ହେବାକୁ ଚେଷ୍ଟା କରନ୍ତୁନି। ଚେଷ୍ଟା କରନ୍ତୁ କେମିତି କ'ଣ ନିଜେ ଧୂଳି ମାଟି କାମ ହଉ ପଛ, ଦିନକୁ 350 ଆସୁ ଭାଇ, କିଛି ଯାଏ ଆସେ ନାହିଁ। କାହିଁକିନା ଯଦି ଆମେ କର୍ମ ଠିକ୍ ଥିବ, ଆମେ ଦିନେ ନା ଦିନେ ଆମେ ସଫଳତା ପାଇବା ପାଇଁ। ସେଥିପାଇଁ ଏଇ କଥାଟା ମୋତେ ସେୟାର କରିବାକୁ ମୋ ମନ ଚାହିଁଲା ବୋଲି ମୁଁ ଆପଣଙ୍କ ପାଖରେ ସେୟାର କରୁଛି। ଆଉ ଯଦି ଭଲ ଲାଗୁଥିବ ତାହେଲେ ଏଇଟା କହିବେ ମୋତେ, କେମିତି କ'ଣ ଲାଗୁଛି କମେଣ୍ଟ ମାଧ୍ୟମରେ। ଆଉ ତୁମର ଗୋଟେ କମେଣ୍ଟ ମୋର ସାହସ ବଢ଼ାଇବ। ଯଦି ଭଲ ଲାଗୁଥିବ ତାହେଲେ କମେଣ୍ଟ କରି ଜଣାନ୍ତୁ। ଆଉ ତୁମ ସେ ଗୋଟେ କମେଣ୍ଟ ମୋର ସାହା ଭରସା ରହୁଛି।